ଚାଷୀ ହସିଲେ ହସିବ ଓଡ଼ିଶା। କୃଷକର ଅକ୍ଲାନ୍ତ ପରିଶ୍ରମରେ ଆମେ ଦାନା ପାଇଥାଉ। ସରକାର ମଧ୍ୟ କୃଷି ଓ କୃଷକର କଲ୍ୟାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ପ୍ରକୃତରେ ଚାଷୀ କୋଉଭଳି ଭାବରେ ରହିଛି ଏହାର ସ୍ଥିତି ପରୀଖିବା ପାଇଁ ଆମେ ଆଜି ଆସି ପହଞ୍ଚିଥିଲୁ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରଚୁଲି ଏବଂ ଆଖପାଖ ଅଞ୍ଚଳର କିଛି ଚାଷୀଙ୍କ ପାଖରେ। ତାହେଲେ ଚାଲନ୍ତୁ ପଚାରି ବୁଝିବା ଆମ ସହିତ କିଛି ଚାଷୀ ଅଛନ୍ତି, ସେମାନଙ୍କର ସମସ୍ୟା କ'ଣ ଏବଂ କୋଉଭଳି ଭାବରେ ଚାଷ କାର୍ଯ୍ୟ କରୁଛନ୍ତି। ଆଜ୍ଞା, ଫୋକସ୍ ପ୍ଲସ୍କୁ ସ୍ୱାଗତ। ଆପଣଙ୍କର ନାଁଟା? ଧନରାଜ ପଲେଇ। ଆପଣ ଏ ଯେଉଁ ଚାଷ କରୁଛନ୍ତି ବିଭିନ୍ନ ପ୍ରକାର ପନିପରିବା, କେବେଠାରୁ ଏସବୁ ଚାଷ କାର୍ଯ୍ୟ କଲେ? 20 ବର୍ଷ ହେଲା ଚାଷ କରୁଛି। ଆପଣ ଜଣେ ଚାଷୀ ପରିବାର? ହଁ, ଚାଷୀ ପରିବାର। ଆମର ତ ଜମିବାଡ଼ି ଅଛି, ଜଙ୍ଗଲ ଏରିଆ। ବାରହାମାଙ୍କର ବାଲୁ ବିଲ ସମସ୍ତେ ଖାଉଛନ୍ତି। ଆଉ ଏ ଯେଉଁ ଚାଷ କରୁଛନ୍ତି କ'ଣ କ'ଣ ସବୁ ପରିବା ଚାଷ କରୁଛନ୍ତି? ଆଳୁ, ବାଇଗଣ, ଟମାଟୋ, ପିଆଜ ଇତ୍ୟାଦି ଜିନିଷ, ଭେଣ୍ଡି, ଜହ୍ନି ସବୁ ଲାଗିଥାଉଛି। ଆଉ କେଉଁଟା ଆଚ୍ଛା, ଆପଣ ଯେଉଁ ଏସବୁ ପନିପରିବା ଦେଖୁଛୁ ଆମେ ଚାଷ କରୁଛନ୍ତି, ଏସବୁ ଫସଲ ଅମଳ ହେଲା ପରେ କେଉଁଠି କେମିତି କ'ଣ ବିକ୍ରି କରୁଛନ୍ତି? ଆମେ ଏତେ ସେଲ୍ ନାହିଁ, ଆମେ ବୁଗୁଡ଼ା ମାର୍କେଟ ନେଉଛୁ। ଆଜ୍ଞା, ବୁଗୁଡ଼ା ମାର୍କେଟ ନେଉଛୁ। ଆଉ ଯାହା ପୋଡ଼ାକିରି ଗାଁରେ ବୁଲେଇ ବିକୁଛୁ। ଆଚ୍ଛା, ଏଇ ଯେଉଁ ଚାଷ କରୁଛନ୍ତି ପନିପରିବା, ଏଥିପାଇଁ ସରକାର କହୁଛନ୍ତି ଆମେ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଛୁ। ଏଇ ଯେଉଁ ଚାଷ ପାଇଁ ବୋଲି ଚାଷର ବିଭିନ୍ନ ପ୍ରକାର ସାର ଠାରୁ ଆରମ୍ଭ କରି ଏସବୁ ସରକାରୀ ସହାୟତା ଆପଣ ପାଉଛନ୍ତି? ନା ଆଜ୍ଞା, ଆମକୁ କିଛି ମିଳୁନି। ସେମାନେ କିଏ କେଉଁ ବାଟରେ ଯାଉଛନ୍ତି, ଆମେ ତ ସେ ରାସ୍ତା ଜାଣିନୁ। ଆମକୁ ମିଳୁନି, ଯାହା କିଣିକିରି ଏକା ଫସଲରେ ଦିଆ କରୁଛୁ। ଆଚ୍ଛା, ଆପଣ ଏଇ ଯେଉଁ ସାର ସବୁ ପ୍ରୟୋଗ କରୁଛନ୍ତି, ଏସବୁ ସାର କେଉଁଠୁ? ମାର୍କେଟରୁ? ହଁ, ମାର୍କେଟରୁ ଆଣୁଛୁ, ବୁଗୁଡ଼ାରୁ ଆଣୁଛୁ, ଓଡ଼ଗାଁରୁ ଆଣୁଛୁ, ଏମିତି ଆଣୁଛୁ। ଏସବୁ ଯାଇକିରି ଆଣୁଛୁ। ଆଚ୍ଛା, ଏଇ ଯେଉଁ କହୁଛନ୍ତି ଆପଣ ଏଇ ଯେଉଁ ବାରହା ବିଭିନ୍ନ ପ୍ରକାର ଜଙ୍ଗଲ ଜନ୍ତୁ ଆପଣଙ୍କର ଫସଲ ଉପଦ୍ରବ କରୁଛନ୍ତି, ଏଥିପାଇଁ ବନ ବିଭାଗ ରହିଛି। ବନ ବିଭାଗ ଆପଣଙ୍କୁ ଏସବୁ କିଛି ସୁରକ୍ଷା ଦେଉନି? ନାଇଁ ଆଜ୍ଞା, ଏସବୁ ଆମକୁ କିଛି ମିଳୁନି। ବଡ଼ କଷ୍ଟରେ ଚଳୁଛୁ। ଆଚ୍ଛା, କୋଉ ମାନେ ଆପଣଙ୍କର ଫସଲ ନଷ୍ଟ କରୁଛନ୍ତି? କ'ଣ କ'ଣ ଏଠି ସବୁ ଅଛନ୍ତି? ଏଠି ବାରହା, ଜିଆଦ, ମାଙ୍କଡ଼, ମୟୂର ସବୁ ପ୍ରକାର ଜିନିଷ ମଧ୍ୟ ଅଛନ୍ତି। ଆଉ କେଉଁଟା ହେଲେ ସଜରେ ଆମେ ଆଦାୟ କରିପାରୁନୁ। ଆଉ ଯାହା କିଛି ହେଉଛି ଅଳ୍ପ ହେଉଛି ଆଜ୍ଞା, ବହୁତ ଲଗେଇଲେ ହେଲେ କିଛି ଲାଭବାନ ହେଇପାରୁନୁ। ଆଉ ଆପଣ ଯାହା କରିବେ ଆଉ ସାହାଯ୍ୟ କରିବେ। ଆପଣ ଦେଖୁଥିଲେ ଜଣେ ଚାଷୀ ରହିଥିଲେ ଯିଏକି ସେ ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଛନ୍ତି। ଦୀର୍ଘ 20 ବର୍ଷ ହେଲା ଏଭଳି ଭାବରେ ଚାଷ କାର୍ଯ୍ୟ କରୁଥିଲେ ମଧ୍ୟ ଏଇ ଯେଉଁ ବନ୍ୟଜନ୍ତୁ ରହିଛନ୍ତି ଏମାନଙ୍କର ଉପଦ୍ରବରେ ସେମାନଙ୍କର ଫସଲ ନଷ୍ଟ ହେଉଥିବା ବେଳେ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନି ଏବଂ ଏଇ ଯେଉଁ ସରକାରୀ ସହାୟତା ରହିଛି, ଯାହା ଆମେ କହିବା ସରକାରୀ ସହାୟତା ମଧ୍ୟ ତାଙ୍କ ପାଖରେ କିଛି ପହଞ୍ଚି ପାରୁନି। ତାହେଲେ ଆମ ସହିତ ଆହୁରି ଅନ୍ୟ ଜଣେ ଚାଷୀ ରହିଛନ୍ତି, ଚାଲନ୍ତୁ ତାଙ୍କ ସହିତ ଆଲୋଚନା କରିବା। କେତେ ବର୍ଷ ହେଲା ଆପଣ ଏମିତି ଚାଷ କାମ କରୁଛନ୍ତି? ପ୍ରାୟ 30 ବର୍ଷ ହେଲା ଚାଷ କାମ କରୁଛୁ। କ'ଣ କ'ଣ ସବୁ ଚାଷ କରୁଛନ୍ତି? କୋବି, ବିନ୍ସ, ମକା, ବାଇଗଣ, କଞ୍ଚାଲଙ୍କା, ପ୍ରତ୍ୟେକ ରବି ଫସଲ ଆମେ ଚାଷ କରୁ। ଏଇ ଯେଉଁ ଫସଲ ଚାଷ କରୁଛନ୍ତି ଆକୁ ବିକ୍ରି କେମିତି କରୁଛନ୍ତି? କ'ଣ ବିକ୍ରି କରିବାଟା ବହୁତ ଆମକୁ କଷ୍ଟ ହେଉଛି ଆଜ୍ଞା। ଆମେ ଓଡ଼ଗାଁ ମାର୍କେଟ ନେଉଛୁ, ବୁଗୁଡ଼ା ମାର୍କେଟ ନେଉଛୁ। ଯେଉଁ ଜିନିଷଟା ବେଶୀ ବାହାରିଲା ସେଇ ଜିନିଷକୁ ବେପାରୀ କି ଲାଗୁନାହାନ୍ତି, ପୁଣି ରେଟ୍ ପୁରା କମିଯାଉଛି। ଯେଉଁ ଭଳି କମୁଛି ଆମେ ଫସଲ କରି କିଛି ମୂଲ୍ୟ ରହୁନି ଆଜ୍ଞା। ଆମେ 50,000 ଖର୍ଚ୍ଚ କରିଥିଲେ 20,000 ପାଉଛୁ, କିନ୍ତୁ ବେପାରୀମାନେ ଉପକୃତ ହେଉଛନ୍ତି। ଆମ ଜିନିଷ ତ ସରୁନି, ମେନ୍ ହେଲା ଆଉ ଅଧିକା ଜିନିଷ ହେଇଗଲେ ମାର୍କେଟ ନେଉନି ଆଉ। ମାର୍କେଟ ପାଇଁ ଯଦି ଆଚ୍ଛା, ଏ ଯେଉଁ ସରକାର କହୁଛନ୍ତି ଚାଷୀ କୃଷକ ଏବଂ କୃଷକର କଲ୍ୟାଣ ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ବିଭିନ୍ନ ସହାୟତା ଯୋଗାଇ ଦେଉଛନ୍ତି, ସରକାରଙ୍କର ଏସବୁ ସହାୟତା ଆପଣଙ୍କ ପାଖରେ ପହଞ୍ଚୁଛି? ସରକାରଙ୍କର ତ ପ୍ରତି ସହାୟତା ଆମ ପାଖରେ ସେମିତି କିଛି ପହଞ୍ଚୁନି। ତାପରେ ଆମର ଯେଉଁ ସାର ଫାର ଆସୁଛି, ସବୁ ସାର ଫାର ତ ଆମକୁ ଟୋଟାଲି କିଛି ମିଳୁନି। ସାର, ବିଷ ଏସବୁ ଜିନିଷ କିଛି ମିଳୁନି। ଯାହା ଆମେ ଖତ, ଗାଈ ଖତ ପକେଇକିରି ଯେଉଁ କରୁଛୁ ସେତିକି ଏକା। କିନ୍ତୁ ଯେଉଁ ଫସଲ ବାଡ଼ି କରୁଛୁ ତା ଭିତରେ ଉପଦ୍ରବ ବି ବହୁତ ହେଉଛି। ମାଙ୍କଡ଼, ମୟୂର, ବାରହା, ହାତୀ ପ୍ରତ୍ୟେକ ଜିନିଷ ଆସି ସବୁ ନଷ୍ଟ କରୁଛନ୍ତି। କିଏ ବି ଆ ଭିତରେ ଟିକେ ଅନୁଧ୍ୟାନ କରୁନାହାନ୍ତି। ଚାଷୀ କୂଳ ଆମେ ମଲୁଣି। ଏମିତି ଫସଲ କରି କରି ଆମେ ଯାଉଛୁ, ଆମର ବ୍ୟବସାୟ ସେଇଆ ବୋଲି, କିନ୍ତୁ ଆମେ ଲାଭବାନ ହେଇପାରୁନୁ କି ଟଙ୍କାଏ ବଳେଇ ପାରୁନୁ। ଖାଲି ଖାଇବାକୁ ଯାହା ହେଉଛି ସେତିକି। ଆଚ୍ଛା, ଏଇ ଯେଉଁ ବିକ୍ରି କରିବା ପାଇଁ କଥା କହୁଛନ୍ତି, ଆଜ୍ଞା, ତ ସରକାର ବିଭିନ୍ନ ପ୍ରକାର କୋଲ୍ଡ ଷ୍ଟୋର ଯେଉଁଟା କରୁଛନ୍ତି ଆଜ୍ଞା, ସଂରକ୍ଷଣ ପାଇଁ, ଆପଣଙ୍କ ଏରିଆରେ ସେମିତି କିଛି ରହିଛି?
ନା ଟୋଟାଲି ନା ଶୀତଳ ଆମ ଭଣ୍ଡାର? ଏରିଆରେ ଶୀତଳ ଭଣ୍ଡାର ଗୋଟାଏ ବି ନାହିଁ। ଆଚ୍ଛା ଆଚ୍ଛା। କିନ୍ତୁ ସରକାରଙ୍କୁ ଅନୁରୋଧ, ଯଦି ଆମ ଏରିଆରେ ଶୀତଳ ଭଣ୍ଡାର ଗୋଟେ ହୁଅନ୍ତା, ଆମେ ଚାଷୀ କୂଳ ସବୁ ଉପକୃତ ହୁଅନ୍ତୁ। ଗୋଟାଏ ବି ଶୀତଳ ଭଣ୍ଡାର ଏଇଠି ପାଖ କୋଉଠି ବି ନାହିଁ। ଆଉ ସବୁ କ'ଣ ସମସ୍ୟା ରହିଛି ଚାଷୀଙ୍କର? ସମସ୍ୟା ବନ୍ୟଜନ୍ତୁ ବେଶୀ ଉପଦ୍ରବ କରୁଛନ୍ତି। ଆଉ ଆଉ ଯୋଉଟା କହିଲେ ପାଣିର ସୁବିଧା, ପାଣି ସୁବିଧା ଟୋଟାଲି ନାହିଁ ଆଜ୍ଞା। ଆପଣଙ୍କର ଏଇ ପାଖରେ ଯୋଉଟା କି ରହିଛି ବାଘୁଆ ଡ୍ୟାମ୍ ଜଳସେଚନ ପାଇଁ, ତ ଆପଣଙ୍କ ଅଞ୍ଚଳକୁ ଟୋଟାଲି କେନାଳ ସୁବିଧା ଟୋଟାଲି ନାହିଁ। ପାଣି ପାଇଁ ଆମେ ବହୁତ ଅସୁବିଧା ହଉଛୁ ଆଜ୍ଞା। ବୋରିଂ କଲେ ବି ବୋରିଂରେ ବି ପାଣି ଠିକ୍ ସେ ଦଉନି। ଆଚ୍ଛା। ବହୁତ ଅସୁବିଧା ହଉଛି ଆଜ୍ଞା। ଦେଖନ୍ତୁ, ଆମେ ଯାହାକି ଚାଷୀମାନଙ୍କ ସହିତ ଆଲୋଚନା କରୁଥିଲେ, ସେମାନେ କି ଯାହା କହୁଥିଲେ, ସେମାନେ ନିଜର ଯେଉଁ କୌଳିକ ବୃତ୍ତି ରହିଛି ଚାଷ କାର୍ଯ୍ୟ, ଏଥିରେ ନିଜକୁ ନିୟୋଜିତ କରୁଛନ୍ତି, କିନ୍ତୁ ଚାଷ କାର୍ଯ୍ୟରେ ସେତେଟା ସେମାନଙ୍କର ଲାଭବାନ ହୋଇପାରୁନାହାନ୍ତି। ଯାହା ବି ସେମାନେ ଖର୍ଚ୍ଚ କରୁଛନ୍ତି ତାର ମୂଲ୍ୟ ପାଉନାହାନ୍ତି, ଯେହେତୁ ଅଭାବ ବିକ୍ରି ହେଉଛି ଏବଂ ବଜାରରେ ବିକ୍ରି କରିବାର ସୁବିଧା ନାହିଁ। ଏବଂ ଯାହାକି ସରକାର ରହିଛନ୍ତି, ଯଦି ଶୀତଳ ଭଣ୍ଡାରଟିଏ ପାଖରେ ନାହିଁ ଏବଂ ସରକାରଙ୍କର ଯେଉଁ ବିଭିନ୍ନ ସହାୟତା ଆସୁଛି ପ୍ରକୃତରେ ଚାଷୀଙ୍କ ପାଖରେ ପହଞ୍ଚି ପାରୁନି। ସେ ଯାହାକି ଅଭିଯୋଗ ଆଣୁଥିଲେ, ସରକାର ଏଇ ଯେଉଁ ଚାଷୀମାନଙ୍କର ଉପକାର ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି ସତ, କିନ୍ତୁ ପ୍ରକୃତରେ ଚାଷୀଙ୍କ ପାଖରେ ତାହା ପହଞ୍ଚି ପାରୁନି। ଏବଂ ଏଇଠି ଯାହା ଅଭିଯୋଗ ଆଣୁଥିଲେ ଯେ ଏଇ ଯେଉଁ ଫସଲ କରୁଛନ୍ତି ଆକୁ ବିଭିନ୍ନ ପ୍ରକାର ବନ୍ୟଜନ୍ତୁଙ୍କର ଉପଦ୍ରବରେ ଫସଲ ଗୁଡ଼ିକ ନଷ୍ଟ ହେଉଛି। ଚଳିତ ବର୍ଷ ଏଇ ଯେଉଁ ଅଦିନିଆ ବର୍ଷାରେ ମଧ୍ୟ ସେମାନଙ୍କର ଫସଲ ନଷ୍ଟ ହୋଇଯାଇଥିବା ବେଳେ ସେମାନଙ୍କର ମେରୁଦଣ୍ଡ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି। ଏବେ ଯାହାକି ସେମାନେ ଚାଷ କାର୍ଯ୍ୟରେ ଲାଗିଛନ୍ତି ବିଭିନ୍ନ ପ୍ରକାର ପନିପରିବା ଚାଷ କରିବା ପାଇଁ, କିନ୍ତୁ ଚାଷ କଲେ ମଧ୍ୟ ସେମାନେ ସେଥିରୁ 2 ପଇସା ରୋଜଗାର କରିପାରୁନାହାନ୍ତି। ସେ ଯାହାକି ସରକାରଙ୍କୁ ଏଠି ନିବେଦନ କରିଛନ୍ତି, ଏଇ ଯେଉଁ ବିଭିନ୍ନ ଅସୁବିଧା ରହିଛି, ସେମାନଙ୍କ ପାଖରେ ସାର ପହଞ୍ଚି ପାରୁନି, ଏମିତିକି ଜଳସେଚନର ସୁବିଧା ନାହିଁ ଏବଂ ଯାହାକି ଶୀତଳ ଭଣ୍ଡାର ରହିଛି, ଶୀତଳ ଭଣ୍ଡାରର ସୁବିଧା ନାହିଁ। ଯଦି ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏଇ କୃଷକର କଲ୍ୟାଣ ପାଇଁ ଏସବୁ ଯୋଜନା ପ୍ରକୃତରେ ଯେଉଁମାନେ ଚାଷୀ ସେମାନଙ୍କୁ ଚିହ୍ନଟ କରି ଚାଷୀଙ୍କ ପାଖରେ ଏ ଜିନିଷ ପହଞ୍ଚାଇ ପାରନ୍ତେ ଏବଂ ଚାଷୀଙ୍କର ଉପକାର ପାଇଁ ଏବଂ ଚାଷୀର ଯେଉଁ ଆର୍ଥିକ ରୋଜଗାର ରହିଛି ତାକୁ ବଢ଼ାଇବା ପାଇଁ ଯଦି ଏଇଭଳି କିଛି ପଦକ୍ଷେପ ନିଅନ୍ତେ, ତାହେଲେ ଆଗାମୀ ଦିନରେ এই ଚାଷୀମାନେ ଉପକୃତ ହେବା ସହିତ ଏଇ ଯେଉଁ ଚାଷ କାର୍ଯ୍ୟରୁ କିଛି ଚାଷୀ ମନ ବଳଉନାହାନ୍ତି ଆଉ ଚାଷ କରିବା ପାଇଁ, ସେମାନେ ପୁଣି ଥରେ এই ଚାଷ କାର୍ଯ୍ୟକୁ ବଞ୍ଚାଇ ରଖିପାରନ୍ତେ। ଗଞ୍ଜାମ ବୁଗୁଡ଼ାରୁ ପୂର୍ଣ୍ଣଚନ୍ଦ୍ର ବାରିକ, ଫୋକସ୍ ପ୍ଲସ୍।